ପ୍ରକୃତରେ ଭୁଲି ପାରିବେନି। ଯୁବସଭା ତାକୁ ଭାରି ଆନ୍ତରିକ ଗ୍ରହଣ କରିଛନ୍ତି, କାରଣ ସେ ଭଳିଆ କରାପ୍ଟ ଚିଫ୍ ମିନିଷ୍ଟର ନୁହଁ। ଓଡ଼ିଶା ବିକାଶରେ ତାର ଦାନ ଅତୁଳନୀୟ, ଜଣେ ଏ ଗ୍ରେଡ୍ ମୁଖ୍ୟମନ୍ତ୍ରୀ। ମୋର ତ 50-60 ବର୍ଷର ଅଭିଜ୍ଞତା। ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଥିଲେ, ପ୍ରଥମେ ଥିଲେ ହରେକୃଷ୍ଣ ମହତାବ, ଦ୍ୱିତୀୟ ହେଲେ ନଦିନୀ ଶତପଥୀ, ତୃତୀୟ ହେଲେ ବିଜୁ ପଟ୍ଟନାୟକ, ଚତୁର୍ଥ ହେଲେ ଜାନକୀ ପଟ୍ଟନାୟକ, ପଞ୍ଚମ ହେଲେ ନବୀନ ପଟ୍ଟନାୟକ, ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ। 25 ବର୍ଷ ରହିଗଲେ, ପରିବର୍ତ୍ତନ ଗୋଟେ ଚାହିଁଲେ। 25 ଲଙ୍ଗ୍ ଟାଇମ୍ ରହିଗଲେ, ଲୋକ ଟିକେ ମଝିରେ ମଝିରେ ଚାହାନ୍ତି ଚେଞ୍ଜ, ତେଣୁ ଚେଞ୍ଜ କରିଛନ୍ତି। ଏଗୁଡ଼ା ବେକାର କଥା ଗୁଡ଼ା। ପାଣ୍ଡିଆନ ଯେତେ ଓଡ଼ିଶାରେ ବିକାଶ କରିଛି, ଆଗରୁ କୌଣସି IAS ଅଫିସର ରାଜ୍ୟରେ ଏମିତି ବିକାଶ କରିନଥିଲେ। ଉଦାହରଣ ଆସ ଦେଖ, ବରମୁଣ୍ଡା ବସଷ୍ଟାଣ୍ଡ, କଳିଙ୍ଗ ଷ୍ଟାଡିୟମ୍, ଆଜି ରାସ୍ତାଘାଟ, କ୍ୟାପିଟାଲ ହସ୍ପିଟାଲ, ଓଲ୍ଡ ଟାଉନ୍ ଲିଙ୍ଗରାଜଙ୍କର ସୌନ୍ଦର୍ଯ୍ୟକରଣ ମନ୍ଦିରର, ଏ ସବୁ କାମ ପାଇଁ ପାଣ୍ଡିଆନ, ନବୀନ ପଟ୍ଟନାୟକ ଅତୁଳନୀୟ ଭୂମିକା ତାଙ୍କର ଅଛି। ତାଙ୍କୁ ସମସ୍ତେ ମନେ ରଖିବେ।